ଗୋଟିଏ ଜଙ୍ଗଲରେ ଏକ ବଳଶାଳୀ ସିଂହ ରହୁଥିଲା। ସେ ଏତେ ବଳୁଆ ଓ ମୋଟା ହୋଇଥିଲା ଯେ ଜଙ୍ଗଲର ସବୁ ପଶୁ ତାକୁ ରାଜା ବୋଲି ମାନୁଥିଲେ। ଯେହେତୁ ତାକୁ ସମସ୍ତେ ଭୟ କରୁଥିଲେ, ସେଥିପାଇଁ ସେ ନିର୍ଭୟରେ ଜଙ୍ଗଲରେ ବୁଲି ବୁଲି ମନ ଇଚ୍ଛା ପଶୁ ଶିକାର କରୁଥିଲା। ଆସ୍ତେ ଆସ୍ତେ ଜଙ୍ଗଲର ପଶୁପକ୍ଷୀ କମିବାକୁ ଲାଗିଲେ। ତେଣୁ ପଶୁମାନେ ଚିନ୍ତା କଲେ, ଯଦି ଏହିଭଳି ଚାଲିବ ତାହେଲେ ଜଙ୍ଗଲରେ ଆଉ କେହି ପଶୁ ବଞ୍ଚିବେନି। ସବୁ ପଶୁପକ୍ଷୀ ମିଶି ସଭାଟିଏ କଲେ। ଶେଷରେ ସବୁ ପଶୁ ଏକାଠି ହୋଇ ସିଂହ ପାଖକୁ ଗଲେ ଆଉ କହିଲେ, ମହାରାଜ, ଆମେ ଆପଣଙ୍କ ଖାଇବା ଲାଗି ସବୁଦିନ ଗୋଟିଏ କରି ପଶୁ ପଠାଇବୁ। ବଦଳରେ ଆପଣ ଆଉ କୌଣସି ପଶୁକୁ ଶିକାର କରିବେ ନାହିଁ। ଆପଣଙ୍କୁ ଆଉ ଶିକାର କରିବାର କଷ୍ଟ ସହିବାକୁ ପଡ଼ିବ ନାହିଁ। ଆପଣ ଆରାମରେ ବସି ରହିବେ ଓ ଖାଇବା ପାଖରେ ଆସି ପହଞ୍ଚିଯିବ। ସିଂହ ଭାବିଲା, ଇଏ ତ ଭଲ ସୁଯୋଗ। ସେ ଗର୍ଜନ କରି କହିଲା, ମନେ ରଖ, ଯଦି କୌଣସି ଦିନ ମୋ ଖାଇବା ଠିକ୍ ସମୟରେ ନ ପହଞ୍ଚେ, ତେବେ ମୁଁ ସମସ୍ତଙ୍କୁ ମାରି ପକାଇବି। ଏହାପରେ ସେମାନେ ନିଜ ନିଜର ବଚନ ରକ୍ଷା କଲେ ଓ ସିଂହର ଗୁମ୍ଫା ନିକଟକୁ ପ୍ରତିଦିନ ଗୋଟିଏ ପଶୁ ପଠାଉଥିଲେ। ଥରେ ଗୋଟିଏ ଛୋଟ ଠେକୁଆର ପାଳି ପଡ଼ିଲା। ତା'ର ଦୁର୍ବଳ ପତଳା ଶରୀର ଓ ଲମ୍ବା ଲମ୍ବା କାନ। ହେଲେ ସେ ଭାରି ଚତୁର ଥିଲା। ଯେତେବେଳେ ସେ ତା ନିଜ ନାଁ ଶୁଣିଲା, ସେ ଡରିଗଲା, କିନ୍ତୁ କିପରି ନିଜକୁ ବଞ୍ଚାଇବ ତା ଉପାୟ ଚିନ୍ତା କଲା। ଏମିତି ଧୀରେ ଧୀରେ ଚିନ୍ତା କରି କରି ସିଂହର ଗୁମ୍ଫା ଆଡ଼କୁ ଯାଉଥିବା ବେଳେ ତା'ର ନଜର ଏକ ପୁରୁଣା ଗହୀରିଆ କୂଅ ଉପରେ ପଡ଼ିଲା। ଯେବେ ସେ କୂଅ ଭିତରକୁ ଚାହିଁଲା, କୂଅ ପାଣିରେ ତା ପ୍ରତିବିମ୍ବ ଦେଖାଗଲା। ଅତି ଶୀଘ୍ର ତା ମନରେ ବୁଦ୍ଧିଟିଏ ଖେଳିଗଲା। ସେ ଧୀରେ ଧୀରେ ସିଂହ ଗୁମ୍ଫା ଆଡ଼କୁ ଯାଉଥାଏ। ଇଆଡ଼େ ସିଂହର ଖାଇବା ସମୟ ଡେରି ହୋଇଗଲାଣି। ସେ ରାଗରେ ଗର୍ଜନ ତର୍ଜନ କରୁଥାଏ, ଆଜି ଯଦି ଠିକ୍ ସମୟରେ ଖାଇବାକୁ ନ ମିଳିବ, ତାହେଲେ ସମସ୍ତଙ୍କୁ ଆଜି ମାରି ଖାଇବି। ଯେମିତି ଠେକୁଆକୁ ଦେଖିଛି, ସେ ଗର୍ଜନ କରି କହିଲା, ଏତେ ଡେରିରେ କାହିଁକି ଆସିଲୁ? ସବୁ ପଶୁମାନେ ମୋତେ ଏତେ ଡେରି ଯାଏଁ ଭୋକରେ କାହିଁକି ରଖିଲେ? ଆଉ ତୁ ଏତେ ପତଳା ହୋଇଛୁ, ତୁ ମୋର ପେଟର କୋଉ କୋଣରେ ଯାଇ ପଡ଼ିବୁ। ଠେକୁଆ ସିଂହ ନିକଟରେ ମୁଣ୍ଡ ନୁଆଇଁ କ୍ଷୀଣ କଣ୍ଠରେ କହିଲା, ମହାରାଜ, ମୁଁ ଡେରିରେ ଆସିବାର କାରଣ ଅଛି। ଆପଣ ଯଦି ଧୈର୍ଯ୍ୟରେ ଶୁଣିବେ କହିବି। ହଁ, କ'ଣ କହ? ମହାରାଜ, ମୁଁ ପତଳା ବୋଲି ସାଙ୍ଗରେ ଆଉ 4 ଜଣ ଠେକୁଆକୁ ଆପଣଙ୍କ ଭୋଜନ ପାଇଁ ନେଇ ଆସିଥିଲି। କିନ୍ତୁ ହଠାତ୍ ବାଟରେ ଆମକୁ ଏକ ସିଂହ ଅଟକାଇ ଦେଲା। ସେ ଭାରି ବଳଶାଳୀ ଥିଲା। ଆମକୁ ଅଟକାଇ ପଚାରିଲା, ତମେ ସବୁ କୁଆଡ଼େ ଯାଉଛ? ଆମେ ଯେମିତି କହିଲୁ ଯେ ଆମେ ମହାରାଜଙ୍କ ପାଇଁ ଭୋଜନ ହେବା ପାଇଁ ଯାଉଛୁ, ସେ ରାଗିଗଲା ଓ ଗର୍ଜନ ପକାଇ କହିଲା, ହେ ମୂର୍ଖ, ମୁଁ ଏ ଜଙ୍ଗଲର ଅସଲି ରାଜା। ଆଉ ଜଣେ ନକଲି ରାଜା କେଉଁଠୁ ଆସିଲା? ସିଂହ ଏ କଥା ଶୁଣି କହିଲା, ତାପରେ କ'ଣ ହେଲା କହ? ଠେକୁଆ କହିଲା, ମହାରାଜ, ତାପରେ ସେ ବଳଶାଳୀ ସିଂହ ମୋ ସାଥିରେ ଥିବା 4 ଜଣ ଯାକ ଠେକୁଆକୁ ମାଡ଼ି ବସି ଖାଇଗଲା ଏବଂ ମୋତେ ପତଳା ବୋଲି ଛାଡ଼ିଦେଲା। ସିଂହ ଏହା ଶୁଣି ଜୋରରେ ଗର୍ଜନ କଲା, ମୋତେ ଶୀଘ୍ର ତା ପାଖକୁ ନେଇ ଚାଲ। ଏ ଦ୍ୱିତୀୟ ସିଂହ କେଉଁଠୁ ଆସିଲା? ତାକୁ ମୁଁ ଛାଡ଼ିବି ନାହିଁ। ଠେକୁଆ କହିଲା, ମହାରାଜ, ସେ ଅନ୍ଧାର ଗୁମ୍ଫାରେ ରହୁଛି। ସେଠାକୁ ଯିବା ବିପଦପୂର୍ଣ୍ଣ। ସିଂହ ଚିଲାଇଲା, ମୁଁ କାହାକୁ ଡରେ ନାହିଁ। ତୁ ଶୀଘ୍ର ମୋତେ ତା ପାଖକୁ ନେଇ ଚାଲ। ଆଜି ଦେଖିବି କିଏ ବଳଶାଳୀ। ଠେକୁଆ ତାକୁ ଶୀଘ୍ର କୂଅ ପାଖକୁ ନେଇଗଲା। କହିଲା, ହେଇ ଦେଖନ୍ତୁ ମହାରାଜ, ଏଇ କୂଅ ଭିତରେ ସେଇ ସିଂହ ଲୁଚିକି ଅଛି। ସିଂହ କୂଅ ମୂଳକୁ ଯାଇ ଭିତରକୁ ଅନାଇଲା। ସିଂହ ତା ଭିତରେ ତାର ପ୍ରତିଛବି ଦେଖିବାକୁ ପାଇଲା। ସେ ଭାବିଲା, ଇଏ ବୋଧହୁଏ ଦ୍ୱିତୀୟ ସିଂହ ମୋତେ ଖାଇବା ପାଇଁ ଅନଉଛି। ସିଂହଟିଏ ରାଗିକି ଜୋରରେ ଗର୍ଜନ କରି କୂଅ ଭିତରକୁ ଲମ୍ପ ଦେଲା ଆଉ ବୁଡ଼ି ମରିଗଲା। ଚତୁର ଠେକୁଆ ଜଙ୍ଗଲକୁ ଫେରି ସବୁ ପଶୁମାନଙ୍କୁ ଖୁସି ଖବର ଶୁଣାଇଲା। ଏହି ଗପଟିରୁ ଆମେ ଶିଖିଲେ ଯେ ଚେଷ୍ଟା କଲେ ଉପାୟ ବଳେ ବଳେ ଆସେ।